ଫୁଲ୍ ଭିଡିଓଟି ଆପଣ ଦେଖି ସାରିଲା ପରେ ଆପଣ ନିଜେ ବି ଆଶ୍ଚର୍ଯ୍ୟ ହେଇଯିବେ ଏଇଟା କୋବି ଚିଲି ନା କୋବି ତରକାରୀ ନା ଏଇଟା କୋବିର ଗ୍ରେଭି ଆଇଟମ୍। ଯଦି ଆପଣ ଥରେ ଏଇଟା ବନେଇଦେଲେ ତ ଆପଣ ବାର ବାର ବନେଇବେ। ନା ଆପଣଙ୍କୁ ପିଆଜ କାଟିବାର ଟେନସନ୍ ନା ଆଖି ପୋଡ଼ିବାର ଟେନସନ୍। ଆଉ ଏହିପରି ଭାବରେ ଥରେ ଯଦି ବନେଇଦେଲେ ଫୁଲକୋବିର ଏହି ରେସିପି ତ ମୁଁ ଆପଣଙ୍କୁ କହିବି ଆପଣ ବାରମ୍ବାର ବନେଇକି ଖାଇବେ। ତ ହାଇ ଫ୍ରେଣ୍ଡ, ମୁଁ ସିକ୍ରେଟ ଫୁଡି ଚ୍ୟାନେଲ ଆପଣଙ୍କର ସ୍ୱାଗତ କରୁଛି। ମୁଁ ଆଶା କରୁଛି ଆପଣ ବହୁତ ଭଲରେ ଥିବେ। ତ ଦେଖନ୍ତୁ ଫ୍ରେଣ୍ଡ, କଥାବାର୍ତ୍ତା ଆମେ ବହୁତ କମ କରିବା। କାମଟି ମୁଁ ଆପଣଙ୍କୁ ଦେଖେଇବି, ବିନା ଟାଇମ ୱେଷ୍ଟ କରିବିନି। ଆଉ ଆପଣଙ୍କୁ ସର୍ବପ୍ରଥମେ କହି ରଖିବା ପାଇଁ ଚାହୁଁଛି, ଆପଣ ଆସୁଛନ୍ତି ସିକ୍ରେଟ ଫୁଡି ଚ୍ୟାନେଲକୁ। ସିକ୍ରେଟ ଫୁଡି ଚ୍ୟାନେଲରେ ସିକ୍ରେଟ ଟିପ୍ସ, ଟ୍ରିପ୍ ୱିଥ୍ ଅନଲିମିଟେଡ ବୋନସ୍ ପଏଣ୍ଟ ଆପଣଙ୍କୁ ଏଠି ମିଳିଥାଏ, ଯୋଉଟା କି ଆପଣଙ୍କୁ କୋଉ ଭିଡିଓରେ ବି ମିଳି ନଥାଏ। ଯଦି ଆପଣ ଏଇ ଗୋଟାଏ ରେସିପି ଦେଖି ଦଉଛନ୍ତି, ଫୁଲକୋବିର ଏହି ରେସିପିଟି ଯଦି ଦେଖି ଦଉଛନ୍ତି, ତ ଆପଣଙ୍କୁ ଅନ୍ୟ କୌଣସି ଭିଡିଓକୁ ଯିବାକୁ ପଡିବ ନାହିଁ କିମ୍ବା ଅନ୍ୟ କାହାର ଭିଡିଓ ଦେଖିବା ପାଇଁ ପଡିବ ନାହିଁ। କାହିଁକି ନା ମୁଁ ଏଠି ଦେଇଥାଏ ଆପଣଙ୍କୁ ପଏଣ୍ଟ ୱାଇଜ ଟ୍ରିକ୍ସ ୱିଥ୍ ଅନଲିମିଟେଡ ବୋନସ୍ ପଏଣ୍ଟ ବହୁତ ଭାବରେ ଭଲସେ ବୁଝେଇକି ଆପଣଙ୍କୁ ଜଣେଇ ଦେଇଥାଏ। ଅଲ୍ଟରନେଟ୍ ବି ମଧ୍ୟ ମୁଁ କହିଦେଇଥାଏ, ଯଦି ଆପଣଙ୍କ ପାଖରେ କୌଣସି ଜିନିଷଟା ନଥାଏ ତ ଅଲ୍ଟରନେଟ୍ ଆପଣ କ'ଣ ୟୁଜ୍ କଲେ ତାର ଟେଷ୍ଟ ଆସିଯାଇଥାଏ। ତେଣୁକରି ଫ୍ରେଣ୍ଡ, ସ୍କିପ୍ କରି ଦେଖିବେ ନାହିଁ। ସ୍କିପ୍ କରି ଦେଖିବେ ବହୁତ କିଛି ଜିନିଷ ମିସ୍ କରି ଯିବେ। ତେଣୁକରି ଫ୍ରେଣ୍ଡ, ଛୋଟିଆ ଅନୁରୋଧଟିଏ, ବିନା ସ୍କିପ୍ କରି ଦେଖି ରୁହନ୍ତୁ। ବହୁତ କିଛି ଜିନିଷ ଏଇଠି ଜାଣିବେ, ଶିଖିପାରିବେ। ଯଦି ସ୍କିପ୍ କଲେ ୱାନ୍ସ ତ ବହୁତ କିଛି ଜିନିଷ ମିସ୍ ହେଇଯିବ। ପଛରେ ଆପଣ ହିଁ 6ରୁ 7ଟି ଭିଡିଓ ଦେଖିବେ କିନ୍ତୁ କୌଣସି ଭିଡିଓରେ ବୁଝିପାରିବେ, ଜାଣିପାରିବେ ନାହିଁ। ତ ଚାଲନ୍ତୁ ଫ୍ରେଣ୍ଡ, କଥାବାର୍ତ୍ତା ଟିକେ କମ୍ କରିକି କାମଟି ଆମର ଆରମ୍ଭ କରିଦେବା। ତ ଆପଣ ଦେଖିପାରୁଥିବେ ଫ୍ରେଣ୍ଡ, ମୁଁ ଏଠି ନେଇଯାଇଛି ଗୋଟିଏ ଫୁଲକୋବି। ବଢିଆ ମାର୍କେଟରେ ଏବେ ଭଲ ଫୁଲକୋବି ମିଳୁଛି, କାହିଁକି ନା ଶୀତ ଦିନିଆ ଟାଇମ୍, ଆଉ ଶୀତ ଦିନରେ ବହୁତ ବଢିଆ ସେ ଫୁଲକୋବି ଆମର ମିଳିଥାଏ। ତାକୁ ଟିକେ ଆମେ ଧୋଇଦବା। ଫ୍ରେଣ୍ଡ, ଏଇଠି ମୁଁ 2ରୁ 3 ଥର କୋବିଟାକୁ ଧୋଇ ଦେଇଛି, କାଟି ଦେଇକି ଏଇପଟେ ଛୋଟ ଛୋଟ ଆପଣ କାଟିଦେବେ। କାଟି ଦେଇକି ଧୋଇ ଦେଇଛି। ଏଇଠି ମୁଁ ନେଇଯାଇଛି ଫ୍ରେଣ୍ଡ ମଇଦା। ଏଇଠି ମୁଁ ନେଇଯାଇଛି ଫ୍ରେଣ୍ଡ 4 ବଡ ଚାମଚ। ମୁଁ ଆପଣଙ୍କୁ ଚାମଚଟା ବି ମଧ୍ୟ ଦେଖିଦେବି ଫ୍ରେଣ୍ଡ, କୋଉ ଚାମଚରେ ମୁଁ ନେଇଥିଲି। ଏଇ ଚାମଚରେ ମୁଁ ନେଇଛି ମଇଦା 4 ବଡ ଚାମଚ। ଆଉ ତା ସହିତ ଆମେ ଏଇଠି ନେଇଯିବା କର୍ଣ୍ଣଫ୍ଲୋର ନେଇଛି ମୁଁ ଏଠି 2 ଚାମଚ। ଯୋଉ ଚାମଚ ମୁଁ ଆପଣଙ୍କୁ ଏଇଠି ଦେଖେଇଥିଲି ନା, ସେଇ ଚାମଚରେ 2 ଚାମଚ କର୍ଣ୍ଣଫ୍ଲୋର, ତା ସହିତ 4 ଚାମଚ ମଇଦା ନେଇଛି। ଏଇ ଚାମଚରେ ଆଉ ମୁଁ ନେଇଛି। ଆଉ ଯଦି ଫ୍ରେଣ୍ଡ ଆପଣ ଚାହୁଁଥିବେ ଟିକେ କ୍ରିସ୍ପି କରିବା ପାଇଁ, ତ ଆପଣ ଏଇଠି ଫ୍ରେଣ୍ଡ ଚାଉଳ ଗୁଣ୍ଡ ମଧ୍ୟ ୟୁଜ କରିପାରିବେ। ଯଦି କର୍ଣ୍ଣଫ୍ଲୋର ନାହିଁ ତ ଏଠି ଚାଉଳ ଗୁଣ୍ଡ ନିହାତି ଭାବରେ ୟୁଜ କରନ୍ତୁ ଫ୍ରେଣ୍ଡ, ନହେଲେ ଆରାରୁଟ ମଧ୍ୟ ୟୁଜ କରିପାରିବେ। ଏଠି ଦେଖନ୍ତୁ ଫ୍ରେଣ୍ଡ, ମୁଁ ନେଇଯାଇଛି ଅଦା ରସୁଣ ପେଷ୍ଟ। ଆପଣଙ୍କ ପାଖରେ ଯଦି ଫ୍ରେଣ୍ଡ ଅଦା ରସୁଣ ପେଷ୍ଟ ନାହିଁ ତ ଆପଣ ତାକୁ ସ୍କିପ୍ ମଧ୍ୟ କରିପାରିବେ, କିନ୍ତୁ ଯଦି ଅଛି ନିହାତି ଭାବରେ ଫ୍ରେଣ୍ଡ ଦିଅନ୍ତୁ। ଏଇଠି ମୁଁ ନେଇଯାଇଛି ଲୁଣ, ଲଙ୍କାଗୁଣ୍ଡ ସ୍ୱାଦ ଅନୁସାରେ। ଲୁଣ ଆପଣଙ୍କର ସ୍ୱାଦ ଅନୁସାରେ ଏଇଠି ଦେବେ ଫ୍ରେଣ୍ଡ। ଅଳ୍ପ ହେଲେ ଚଳିବ, କିନ୍ତୁ ବେଶୀ ଲୁଣ ଏଇଠି କରିବେ ନାହିଁ। ଏଠି ବସ୍ ଏତିକି ଜିନିଷ, ଆଉ ଆପଣଙ୍କୁ କିଛି ବି ଜିନିଷ ଆଡ୍ କରିବା ପାଇଁ ଦରକାର ନାହିଁ। କେବଳ ଆପଣଙ୍କୁ ଏଇଠି ଦେବାର ଅଛି ଲୁଣ ଆଉ ଲଙ୍କାଗୁଣ୍ଡ, କର୍ଣ୍ଣଫ୍ଲୋର, ତା ସହିତ ମଇଦା। ଏତିକି ଜିନିଷ ଦେଇକି ଆପଣଙ୍କୁ ବହୁତ ବଢିଆ ଭାବରେ ଗୋଳେଇ ଦେବାର ଅଛି। ଯଦି ଅଦା ରସୁଣ ପେଷ୍ଟ ଅଛି ତ ନିହାତି ଭାବରେ ପକାନ୍ତୁ, ଯଦି ନାହିଁ ତ ଆପଣ ସ୍କିପ୍ ମଧ୍ୟ କରିପାରିବେ। ଯଦି ଅଛି ନିହାତି ଭାବରେ ଦିଅନ୍ତୁ ଫ୍ରେଣ୍ଡ, ବଢିଆ ଫ୍ଲେଭର ଆସିଥାଏ, ଖାଇବାରେ ମଧ୍ୟ ବଢିଆ ଟେଷ୍ଟ ଲାଗିଥାଏ। ଏଠି ଦେଖନ୍ତୁ ଫ୍ରେଣ୍ଡ, ଆମେ ଘାଣ୍ଟି ଦେଇଛି। ଏଠି କୌଣସି ପ୍ରକାର ଆମେ ଏଠି ପାଣି ଦେଇନେ। ଯେତିକି ଯେମିତି ଶୁଖିଲା ହେଇକି ଅଛି ଠିକ ସେଇ ଭାବରେ ଶୁଖିଲା ହେଇକି ରଖିବେ। ବେଶୀ ତାକୁ ଆମେ କଲର ବି ଦେବା ନାହିଁ, ଅଧିକା ଜିନିଷ ଆମେ ଏଇଠି ଦେବା ନାହିଁ। ବହୁତ କମ ଜିନିଷରୁ ଏଇଠି ବନି ଯାଇଥାଏ, ଯୋଉଟା କି ଲୋକମାନେ ଜାଣନ୍ତିନି। ବହୁତ ସାରା ଜିନିଷ ଦେଇଥାନ୍ତି, ଏହା ଦ୍ୱାରା ଆମର ଖାଇବାରେ ବି ମଧ୍ୟ ଟିକେ ଖରାପ ଆସିଥାଏ, ଆଉ ବହୁତ ସାରା ଟାଇମ ବି ମଧ୍ୟ ୱେଷ୍ଟ ହେଇଥାଏ। ଦେଖନ୍ତୁ ଫ୍ରେଣ୍ଡ, ଏଇଠି ମୁଁ ରିଫାଇନ ତେଲ ନେଇଥିଲି। ରିଫାଇନ ତେଲ ବହୁତ ବଢିଆ ଭାବରେ ଗରମ ହେଇଯାଇଥିଲା। ଗରମ ତେଲରେ ଆପଣଙ୍କୁ ଏଇଠି ମନେ ରଖିବାର ଅଛି ଫ୍ରେଣ୍ଡ, ହାଇ ଫ୍ଲେମ ରଖିବେ। ଆପଣ ଜାଣିଛନ୍ତି ସିକ୍ରେଟ ଫୁଡି ଚ୍ୟାନେଲକୁ ଆସିଛନ୍ତି, ତ ସିକ୍ରେଟ ଟିପ୍ସ ମୁଁ ଆପଣଙ୍କୁ ଗୋଟେ ପଏଣ୍ଟ ୱାଇଜ ଦେଇକି ଯିବି। ଆଜି ମୁଁ ପଏଣ୍ଟ କରିବିନି, ଗୋଟେ ପଏଣ୍ଟ ୱାଇଜ ରେ ସିକ୍ରେଟ ଟିପ୍ସ ଟ୍ରିକ୍ ରହିଛି, ଆଉ ବୋନସ୍ ପଏଣ୍ଟ ବି ମଧ୍ୟ ରହିଛି ଫ୍ରେଣ୍ଡ। ତେଣୁକରି ଫ୍ରେଣ୍ଡ, ଆପଣ ଏଠି ସ୍କିପ୍ କରନ୍ତୁନି। ଗୋଟେ ପଏଣ୍ଟ କହୁଛି, ଗୋଟେ ପଏଣ୍ଟ ଆପଣ ଏଠି ଶୁଣି ଚାଲନ୍ତୁ। ଏଠି ଦେଖିପାରୁଥିବେ ଫ୍ରେଣ୍ଡ, ମୁଁ ଏଠି ପୁରା ଗରମ ତେଲରେ ଏଇଠି ମୁଁ ହାଇ ଫ୍ଲେମ ରଖିଛି। ହାଇ ଫ୍ଲେମ ରଖିକି ଆପଣ ଏଠି କୋବିକୁ ଦେବେ। ମନେ ରଖିବେ ଫ୍ରେଣ୍ଡ, ଟୋଟାଲି ଲୋ କରିବେନି କି ମିଡିୟମ କରିବେନି, ପୁରା ହାଇ ଫ୍ଲେମରେ ଗୋଟେ କୋବିକୁ ଏଇଠି ପକେଇବେ। ଛାଡି କରିକି ପକାନ୍ତୁ, ଯାହା ଦ୍ୱାରା କଣ ହେଇଥାଏ, ଆମର କୋବିଟା ଲାଗି ନଥାଏ। ଏଇପରି ଭାବରେ ପୁରା ବହୁତ ବଢିଆ ଭାବରେ ଖୋଲାମେଲା ହେଇକି ଏଇପରି ଭାବରେ ଆସିଥାଏ ଆମର କୋବିଟା। ଏପରି ଦେଖନ୍ତୁ ଫ୍ରେଣ୍ଡ, ଯଦି ଆପଣ ଏକାଥରେ ମୁଠେ ଧରିକି ପକେଇ ଦଉଛନ୍ତି, ହାତକୁ ଟିହିଁକିବାର ଆଶଙ୍କା ଥାଏ। ତା ସହିତ ଫ୍ରେଣ୍ଡ, ଏଇଟା କୋବି ମଧ୍ୟ ଲାଗି ଯାଇଥାଏ। ଆପଣ ଦେଖିପାରୁଥିବେ ସ୍କ୍ରିନରେ କି ବହୁତ ବଢିଆ ଭାବରେ କୋବି ଲାଗିନି, କୋବି ମଧ୍ୟ ଛାଡି ହେଇକି ପଡିଛି। ବହୁତ ବଢିଆ ଭାବରେ ସୁନ୍ଦର ବି ମଧ୍ୟ ଦେଖା ହଉଛି।
ଏଇପରି ଫ୍ରେଣ୍ଡ ଆପଣଙ୍କୁ କରିବାର ଅଛି। ଆପଣ ଲୋ ବିଲକୁଲ କରନ୍ତୁନି। ଏଇଟା ପୁରା ମୁଁ ହାଇ ଫ୍ଲେମ୍ କରିଛି। ଯଦି ଫ୍ରେଣ୍ଡ ଆପଣ ଲୋ କଲେ ତ ତେଲ ପିଇଯିବାର ମଧ୍ୟ ଆଶଙ୍କା ଥାଏ। ପୁରା ହାଇ ଫ୍ଲେମ୍ କରନ୍ତୁ। ଯଦି ଆପଣଙ୍କୁ ଲାଗୁଛି ତେଲ ବହୁତ ଗରମ ହେଉଛି କିମ୍ବା ତେଲରୁ ଧୂଆଁ ବାହାରୁଛି ତ ଆପଣ ଏଇଠି ମିଡ଼ିୟମ କରିପାରିବେ କିନ୍ତୁ ଲୋ କରିବେ ନାହିଁ। ଏ ଦେଖନ୍ତୁ ଫ୍ରେଣ୍ଡ କଥାରେ କଥାରେ ଏଇଠି ଆମର କୋବିଟା ବହୁତ ବଢ଼ିଆ ଭାବରେ ଛାଣି ଯାଇଛି। ଫ୍ରେଣ୍ଡ ଏ କୋବିଟାକୁ ଛାଣିବା ପାଇଁ ମୋତେ କେବଳରୁ କେବଳ 3 ରୁ 4 ମିନିଟ୍ ଲାଗିଲା। ହାଇ ଫ୍ଲେମ୍ରେ ଆପଣ ଲୋ କରିବେ ଯଦି ତ ଆପଣଙ୍କୁ ଅଧିକ ଟାଇମ୍ ଲାଗିବ ଆଉ ତେଲ ମଧ୍ୟ ପିଇଯିବ। ତେଣୁକରି ଫ୍ରେଣ୍ଡ ଏଠି ହାଇ ଫ୍ଲେମ୍ରେ ଦିଅନ୍ତୁ। 3 ରୁ 4 ମିନିଟ୍ ମ୍ୟାକ୍ସିମମ୍ରେ ଏଠି ଆମର କୋବିଟା ବହୁତ ବଢ଼ିଆ ଭାବରେ ସିଝି ଯାଇଛି। ଏବେ ଦେଖିପାରୁଥିବେ ଫ୍ରେଣ୍ଡ ଆମେ ତାକୁ ବାହାର କରିକି ରଖିଦେବା। ସେହିପରି ଭାବରେ ଆମେ ସବୁତକ କୋବିକୁ ଏମିତି କରିକି ଆମେ ଏଇଠି ଛାଣି ନେବା। ଏ ଦେଖନ୍ତୁ ଫ୍ରେଣ୍ଡ ତାକୁ ମୁଁ ସାଇଡ଼ରେ ରଖି ଦେଉଛି। ଏ ଆମର ହେଇଗଲାଣି। ଏବେ ଫ୍ରେଣ୍ଡ ସେ ଯେଉଁ ଗରମ ତେଲରୁ ମୁଁ ଏଇଠୁ ତେଲ କାଢ଼ି ନେଇଛି। 3 ଛୋଟ ଚାମଚରେ ଗରମ ତେଲ ଏଠି ମୁଁ କାଢ଼ି ନେଇଛି ଗୋଟେ ଅଲଗା କଡ଼େଇରେ। ସେ ତେଲ ମଧ୍ୟ ଆଉ ଟିକେ ଗରମ ହେବାକୁ ମୁଁ ଛାଡ଼ି ଦେଉଛି। ତାକୁ ବହୁତ ବଢ଼ିଆ ଭାବରେ ଗରମ ହେଲେ ଆମେ ଏଇଠି ନେକ୍ସଟ ପ୍ରୋସେସିଂ ଷ୍ଟାର୍ଟ କରିପାରିବା। ଏଇଠି ଦେଖନ୍ତୁ ଫ୍ରେଣ୍ଡ ମୁଁ ନେଇଯାଇଛି ଏଇଠି ଅଦା। ଏଇଠି ଦେଖିପାରୁଥିବେ ଫ୍ରେଣ୍ଡ ଏଇଠି ଆମକୁ ଛୋଟ ଛୋଟ ପୁରା କାଟିକି ଅଦା ପକାଇବାର ଅଛି। ଯେତିକି ଆପଣଙ୍କୁ ଏଠି ଦେଖାଯାଉଛି ସେତିକି ମୁଁ ଏଠି ପକାଇ ଦେଇଛି। ଆଉ ଏଇଠି ନେଇଯାଇଛି ରସୁଣ। ରସୁଣ ମଧ୍ୟ ଆପଣଙ୍କୁ ଛୋଟ ଛୋଟ କାଟିକି ଏଇଠି ଦେଇଦେବାର ଅଛି। ଏଠି ଦେଖନ୍ତୁ ଫ୍ରେଣ୍ଡ ଅଦା ଆଉ ରସୁଣ ପୁରା ଛୋଟ ଛୋଟ ଇଏରେ ମୁଁ କାଟିକି ଏଠି ଦେଇଦେଇଛି। ଟିକେ ଫ୍ଲେଭର ଆସିବ ପକେଇଲା ପରେ ଦୁଇଟାକ ବଢ଼ିଆ ବାସ୍ନା ଆସିବ। ବାସ୍ନାଟା ଆସି ସାରିଲା ପରେ ଆପଣଙ୍କୁ ଏଠି ଦେଇଦେବାର ଅଛି ପିଆଜ। ଫ୍ରେଣ୍ଡ ଏଇ ପିଆଜଟାକୁ ଆମେ ପୁରା ଛୋଟ ଛୋଟ କରିକି କାଟି ଦେଇଛି। ପୁରା ଛୋଟ ଛୋଟ ଚପ୍ ଚପ୍ କରିକି କାଟି ଦେଇଛି। ଆକୁ ଆମେ ଏବେ ବହୁତ ବଡ଼ ବଡ଼ କରିକି କାଟିବାନି। ଏହି କୋବିର ଯେଉଁ ନୂଆ ରେସିପିଟି ଆପଣଙ୍କୁ ଦେଖାଉଛି ମୁଁ ସେଇଥିରେ ଏହିପରି ଭାବରେ ଛୋଟ ଛୋଟ କରିକି କାଟିଦେବାର ଅଛି। ଏବେ ଫ୍ରେଣ୍ଡ ସାଇଡ୍ ବାଇ ସାଇଡ୍ ମୁଁ ନେଇଯାଇଛି ଏଠି ଗୋଟେ କ୍ୟାପ୍ସିକମ୍, 4ଟା ବଡ଼ କଞ୍ଚା ଲଙ୍କା, ସ୍ପ୍ରିଙ୍ଗ ଅନିଅନ୍ ମାନେ ପିଆଜର ଷଣ୍ଢା ମୁଁ ନେଇଯାଇଛି ଏଇଠି ଗୋଟିଏ ବଡ଼ଟେ। ଆଉ ତା ସହିତ ମୁଁ ନେଇଯାଇଛି ଫ୍ରେଣ୍ଡ ଏଇଠି ଧନିଆ ପତ୍ର। ଫ୍ରେଣ୍ଡ ଏଇଟା ଆମେ ଚାଇନିଜ ଆଇଟମ୍ ବନଉଛେ ପ୍ଲସ୍ ଇଣ୍ଡିଆ ଆଇଟମ୍ ବି ଆପଣ ବୁଝିପାରୁଥିବେ। ତେଣୁକରି ଫ୍ରେଣ୍ଡ ଆମେ ଟିକେ ଚଟକେଦାର ଲାଗିବା ପାଇଁ ଏଇଟା ଆପଣ ଭାବିପାରିବେ ବି କି ଏଇଟା ଆମେ କରୁଛେ କୋବି ଚିଲ୍ଲି। କିନ୍ତୁ କୋବି ଚିଲ୍ଲିଠୁ ଏଇଟା ଆହୁରି ଅଧିକ ବଢ଼ିଆ ଟେଷ୍ଟ ଲାଗିବ। ଖାଇବାରେ ମଧ୍ୟ ମଜା ଆସିଯିବ। ଶୀତ ଦିନିଆ ସବୁ ପନିପରିବା ମିଳେ ତ ନିହାତି ଭାବରେ ଫ୍ରେଣ୍ଡ ଏଇଟା ବନାନ୍ତୁ। ଆଉ ଯଦି ଫ୍ରେଣ୍ଡ ଆପଣ ଭାବୁଛନ୍ତି କି ନାହିଁ ଏଇଟା ଏହିପରି ଭାବରେ ବହୁତ ସାରା ଆପଣଙ୍କ ପାଖରେ କ୍ୟାପ୍ସିକମ୍ ହଉ କିମ୍ବା ପିଆଜ ଷଣ୍ଢା ହଉ ବହୁତ ଜଣଙ୍କ ପାଖରେ ଯଦି ଏମିତି ଆଭେଲେବୁଲ୍ ନାହିଁ, ସବୁବେଳେ ସବୁ ଜିନିଷଟା ଆମ ପାଖରେ ଆଭେଲେବୁଲ୍ ଥିବା ତ ଜରୁରୀ କଥା ନୁହଁ ନା। ତ କୌଣସି ଜିନିଷ ଯଦି ଆପଣଙ୍କ ପାଖରେ ଆଭେଲେବୁଲ୍ ନାହିଁ ତ ଆପଣ ତାକୁ ସ୍କିପ୍ କରିକି ମଧ୍ୟ ବନେଇ ପାରିବେ। ଆଉ ଯଦି ଆପଣ ଚାହୁଁଛନ୍ତି ବର୍ଷ ବର୍ଷ କେମିତି ରଖିବେ କ୍ୟାପ୍ସିକମ୍କୁ ହଉ କିମ୍ବା ମଟରକୁ ହଉ କିମ୍ବା କୋବିକୁ ହଉ ବର୍ଷକ ପାଇଁ କେମିତି ରଖିବେ ସେଥିପାଇଁ ମୁଁ ଭିଡ଼ିଓ ଦେଇଦେବି। ଭିଡ଼ିଓ ସରିସାରିଲା ପରେ ଶେଷରେ ଆପଣ ଯାଇକି ଚ୍ୟାନେଲକୁ ଭିଜିଟ୍ କରିପାରିବେ, ନହେଲେ ଲାଷ୍ଟ ମଧ୍ୟ ଦେଖିପାରିବେ। ଦେଖନ୍ତୁ ଫ୍ରେଣ୍ଡ ଏବେ ଟିକେ ଆମେ ମିକ୍ସ କରିସାରିଲା ପରେ ଏଇଠି ଦେଇଦେଇଛି ସୋୟା ସସ୍, ଭିନେଗାର ଆଉ ଦେଇଦେଇଛି ଏଇଠି ଟମାଟୋ ସସ୍। ଫ୍ରେଣ୍ଡ ଏଇଠି ଆମେ ଦେଇଦେଇଛେ ଚିଲି ସସ୍। ଫ୍ରେଣ୍ଡ ଏଇଠି ମୁଁ ଗୋଟେ ଛୋଟିଆ ଅନୁରୋଧ କରିବା ପାଇଁ ଚାହିଁବି ଆପଣ ଆପଣଙ୍କ କ୍ୱାଣ୍ଟିଟି ହିସାବରେ ଦେଖିକି ବଢ଼ାନ୍ତୁ କମାନ୍ତୁ। ବେଶୀ ଏଇଠି ଆପଣ ଯଦି ଖଟା ଚାହୁଁଛନ୍ତି ତ ଏଇଠି ଆପଣ ଟିକେ ବେଶୀ ଟମାଟୋ ସସ୍ ନେଇପାରିବେ। ଯଦି ଟିକେ ଖଟା କମ୍ ଚାହୁଁଛନ୍ତି ତ ଟମାଟୋ ସସ୍ ଏଇଠି ମଧ୍ୟ କମେଇ ପାରିବେ। ଏଇଠି ଦେଖନ୍ତୁ ଫ୍ରେଣ୍ଡ ସବୁତକୁ ଆମେ ବହୁତ ବଢ଼ିଆ ଭାବରେ ମିକ୍ସ କରିଦେବା। ଟିକେ ସସ୍ଟା ଆମର ମଧ୍ୟ ସିଝିଗଲାଣି। ତାପରେ ଆମେ ଏଇଠି ନେଇଯିବା କର୍ଣ୍ଣଫ୍ଲୋର। ଦେଖିପାରୁଥିବେ ଫ୍ରେଣ୍ଡ ଏଇଠି ମୁଁ କର୍ଣ୍ଣଫ୍ଲୋର 2 ଚାମଚ ନେଇଯାଇଛି। କର୍ଣ୍ଣଫ୍ଲୋର 2 ଚାମଚରେ ଏଇଠି ମୁଁ ନେଇଯାଇଛି ଗୋଟିଏ ଚାମଚ ମଇଦା। ଏଇ ଯେଉଁ ଚାମଚଟା ମୁଁ ଆପଣଙ୍କୁ ଦେଖାଉଛି ସେଇ ମାପରେ ମୁଁ ନେଇଛି ଗୋଟିଏ ଚାମଚ ମଇଦାରେ 2 ଚାମଚ କର୍ଣ୍ଣଫ୍ଲୋର ନେଇଯାଇଛି। ଆପଣ ଚାହିଁଲେ ଫ୍ରେଣ୍ଡ ମଇଦା ନ ନେଇକି ବି ମଧ୍ୟ କେବଳ କର୍ଣ୍ଣଫ୍ଲୋର ମଧ୍ୟ ଏଇଠି ୟୁଜ୍ କରିପାରିବେ। ଦେଇକି ପାଣି ଏଇଠି ମୁଁ ଦେଇଦେଇଛି ଗୋଟିଏ ଫୁଲ୍ ବଡ଼ କପ୍ରେ କପ୍ ହବ। ମାନେ ଯେଉଁ କପ୍ରେ ଆପଣ ଚାହା ପିଉଛନ୍ତି ସେଇ କପ୍ରେ ଆପଣ ମେଜର ନେଇପାରିବେ। ସେଇଥିରେ ଆପଣ କପ୍ ଦେଇପାରିବେ। ଫ୍ରେଣ୍ଡ ଏଇଠି ଆପଣ କ୍ୱାଣ୍ଟିଟି ହିସାବରେ ବଢ଼େଇ ପାରିବେ କମେଇ ପାରିବେ। ମୁଁ ଏଇଠି ମୁଁ କ୍ୱାଣ୍ଟିଟି ହିସାବରେ ଏଇଠି ମୁଁ ଗୋଟେ କୋବି ନେଇଥିଲି ତ ସେଇ ହିସାବରେ ମୁଁ ଯେଉଁ କୋବିଟା ଆପଣଙ୍କୁ ଦେଖେଇଥିଲି ସେଇ କୋବି ହିସାବରେ ମୁଁ ଏଇଠି କରୁଛି। ତ ଫ୍ରେଣ୍ଡ ମୋ ହିସାବରେ ମୁଁ କରୁଛି। ଆପଣ ଯଦି ଚାହୁଁଛନ୍ତି ତ ଆପଣଙ୍କ ହିସାବରେ କ୍ୱାଣ୍ଟିଟି ବଢ଼େଇ ପାରିବେ କମେଇ ମଧ୍ୟ ପାରିବେ। ଦେଖିପାରୁଥିବେ ଆମେ ସବୁତକ ଜିନିଷ ଏଠି ନେଇଯାଇଛି। ବହୁତ ବଢ଼ିଆ ଭାବରେ ଟିକେ ମିକ୍ସ କରିଦେବା। ସବୁତକ ଏକାଠି ଟିକେ ଛାଡ଼ିଦେବା ଆମର ସିଝିବା ପାଇଁ। ଏବେ ଗ୍ୟାସର ଫ୍ଲେମ୍ଟାକୁ ଆମେ ଲୋ ରଖିବା ଫ୍ରେଣ୍ଡ। ଯେତେବେଳେ ଆପଣ କର୍ଣ୍ଣଫ୍ଲୋରର ଘୋଳ ପକାଉଛନ୍ତି ଗ୍ୟାସର ଫ୍ଲେମ୍କୁ ଟିକେ ଲୋ ରଖନ୍ତୁ। ଘାଣ୍ଟି ସାରିଲା ପରେ ମିଡ଼ିୟମ୍ କରି ଦିଅନ୍ତୁ। ଏବେ ଦେଖନ୍ତୁ ଫ୍ରେଣ୍ଡ ଲୁଣ ନେଇଯାଇଛି ଅଧ ଚାମଚ, ଏଠି ଜିରା ଗୁଣ୍ଡ ନେଇଯାଇଛି ଅଧ ଚାମଚ, ଏଠି ଧନିଆ ଗୁଣ୍ଡ ନେଇଯାଇଛି ଅଧ ଚାମଚ। ଫ୍ରେଣ୍ଡ ଏଇଠି ଆମକୁ ଦେଇଦେବାର ଅଛି ବ୍ଲାକ୍ ପେପର ପାଉଡର ମାନେ ଗୋଲମରିଚର ଗୁଣ୍ଡ। ଏଇଠି ଫ୍ରେଣ୍ଡ ମୁଁ ଗୋଲମରିଚକୁ ନିଜେ କୁଟି ଦେଇଛି 10ରୁ 15ଟା ଗୋଲମରିଚ
କୁଟିକି ଏଇଠି ମୁଁ ନେଇଛି, ଯାହାଦ୍ୱାରା ବଢ଼ିଆ ସ୍ପାଇସିନେସଟା ଆସିବ, ରାଗ ରାଗ ମଧ୍ୟ ଲାଗିବ। ତା ସହିତ ଫ୍ରେଣ୍ଡ ମୁଁ ଏଇଠି ନେଇଯାଇଛି ଲଙ୍କାଗୁଣ୍ଡ, ଯୋଉଟାକି ଖାଇବାରେ ବଢ଼ିଆ ଫ୍ଲେଭର ଆଉ ତା ସହିତ ଟେଷ୍ଟ ମଧ୍ୟ ଆସିବ। ଟିକେ ରାଗ ଲାଗିଲେ ଖାଇବାଟା ବଢ଼ିଆ ଟେଷ୍ଟ ଲାଗିବ, କିନ୍ତୁ ବେଶୀ ଏଇଠି ଦେବେନି ଫ୍ରେଣ୍ଡ ଲଙ୍କାଗୁଣ୍ଡ, କାହିଁକିନା ଆପଣ ଚିଲି ସସ୍ ଦେଇଛନ୍ତି, କୋବିର ମଧ୍ୟ ଛାଣିଲା ବେଳେ ଦେଇଛନ୍ତି। ଚିଲି ସସ୍ ଦିଆହେଇଛି, ଗୋଲମରିଚ ଗୁଣ୍ଡ ଦିଆହେଇଛି, ଲଙ୍କାଗୁଣ୍ଡ ଦିଆହେଇଛି, ତା ସହିତ କଞ୍ଚା ଲଙ୍କା ଦିଆହେଇଛି। ତେଣୁକରି ଫ୍ରେଣ୍ଡ ବେଶୀ ଲଙ୍କାଗୁଣ୍ଡ ଦେବେନି, ଅଳ୍ପ ଲଙ୍କାଗୁଣ୍ଡ ଦେବେ। ଯଦି ଛୋଟ ଛୁଆମାନେ ଖାଉଛନ୍ତି ତ ଲଙ୍କା ସ୍କିପ୍ ମଧ୍ୟ କରିପାରିବେ। ଏଇଠି ଫ୍ରେଣ୍ଡ ଆମେ ଯେତିକି କର୍ଣ୍ଣଫ୍ଲୋର ଆଉ ମଇଦାର ଘୋଳ ନେଇଥିଲେ ଠିକ୍ ସେତିକି ଆମକୁ ଏଇଠି ପାଣି ଦେଇଦେବାର ଅଛି। ମାନେ ମୁଁ ସେ ଗିନାରେ ଗିନେ ହବର ଏଇଠି ପାଣି ଦେଇଛି। ଏବେ ଟିକେ ଆମେ ବହୁତ ବଢ଼ିଆ ଭାବରେ ଆକୁ ମିକ୍ସ କରିଦେବା। ମାନେ ଏହିପରି ଭାବରେ ଆମେ ତାକୁ ଟିକେ ଘାଣ୍ଟିବା ପାଇଁ ଛାଡ଼ିଦେବା, ଯେମିତିକି ଆମର କର୍ଣ୍ଣଫ୍ଲୋର ଆଉ ମଇଦାଟା ବହୁତ ବଢ଼ିଆ ଭାବରେ ଟିକେ ଏଇଠି ସିଝିଯିବ। ଏ ଦେଖନ୍ତୁ ଫ୍ରେଣ୍ଡ ବହୁତ ବଢ଼ିଆ ଭାବରେ ସିଝିଗଲାଣି ଆଉ ଫୁଟିଗଲାଣି। ଏବେ ଆମେ କୋବିଟାକୁ ନେଇଯାଇଥିବା, ଯେଉଁ କୋବି ଆମେ ଏଠି ଛାଣିକି ରଖିଥିଲେ ସେ କୋବିକୁ ଆମେ ଏଠି ନେଇଯିବା ଫ୍ରେଣ୍ଡ। ନେଇକି ଆମେ ଟିକେ ବହୁତ ବଢ଼ିଆ ଭାବରେ ଏଠି ମିଶେଇ ଦେବା। ଏତିକି କରିଦେବେ ଫ୍ରେଣ୍ଡ। ମୁଁ ଛାଣି ସାରିଲା ପରେ ଗୋଟେ ଟିସୁ ଉପରେ ରଖିଥିଲି, ଯାହାଦ୍ୱାରା ଆମର ସବୁତକ ଏକ୍ସେସ୍ ତେଲ ମଧ୍ୟ ସେ ଶୋଷି ନେଇଯାଇଛି। ଆଉ ଆମର କୋବି ବି ମଧ୍ୟ ବହୁତ ବଢ଼ିଆ ଭାବରେ ସୁନ୍ଦର ଦେଖାଯାଉଛି। ଲାଷ୍ଟ ଫ୍ରେଣ୍ଡ ଯୋଉଟା ଫୁଡ କଲର ବିଲକୁଲ ଭାବରେ ଅପସନାଲ ଅଛି, ଆପଣ ଚାହିଁଲେ ଆଡ୍ କରିପାରିବେ, ନହେଲେ ଆପଣ ମଧ୍ୟ ସ୍କିପ୍ କରିପାରିବେ। ଯଦି ଆପଣଙ୍କର ପସନ୍ଦ ନିହାତି ଭାବରେ ଆଡ୍ କରନ୍ତୁ, ନହେଲେ ସ୍କିପ୍ ମଧ୍ୟ କରନ୍ତୁ। କିନ୍ତୁ ଏଇଟା ଟିକେ ପକେଇଲେ ମାର୍କେଟ ପରିକା ଦେଖାଯାଇଥାଏ ଆଉ ବଢ଼ିଆ ସୁନ୍ଦର ଲାଗିଥାଏ। ଖାଇବାରେ ମଧ୍ୟ ଭଲ ମଜା ଆସିଯାଇଥାଏ, କାହିଁକିନା ଯୋଉ ଜିନିଷଟା ଆଖିକୁ ସୁନ୍ଦର ଦେଖାଯାଇଥାଏ ସେଟା ପାଟିକୁ ମଧ୍ୟ ଖାଇବାରେ ଆହୁରି ମଜା ଆସିଯାଇଥାଏ। ଏହିପରି ଭାବରେ ଆପଣ ଟିକେ ପକେଇ ଦିଅନ୍ତୁ। ଏବେ ଦେଖିପାରୁଥିବେ ଫ୍ରେଣ୍ଡ କଲର ଆମର ଆସିଗଲାଣି। ଯଦି ଆପଣ ଚାହୁଁଛନ୍ତି ଫ୍ରେଣ୍ଡ ଲିକ୍ୱିଡ ବି ଫୁଡ କଲର ମିଳୁଛି, ଆପଣ ତାକୁ ମଧ୍ୟ ପକେଇ ପାରିବେ। ଯଦି ଆପଣ ଟୋଟାଲି କଲର ପକେଇବା ପାଇଁ ଚାହୁଁନାହାନ୍ତି ତ ଆପଣ ଏଇଠି କାଶ୍ମୀରୀ ଲଙ୍କାଗୁଣ୍ଡ ୟୁଜ୍ କରିପାରିବେ, କିମ୍ବା ଯେକୌଣସି କଲର ଲଙ୍କାଗୁଣ୍ଡ ଏଇଠି ୟୁଜ୍ କରିପାରିବେ କଲର ଆସିବା ପାଇଁ। ଏ ଦେଖନ୍ତୁ ଫ୍ରେଣ୍ଡ ଇଏ ଆମର ରେଡି ହେଇଗଲାଣି। ପଛରେ ଆମକୁ ଧନିଆ ପତ୍ର ପକେଇବା ଦରକାର ନାହିଁ, କିମ୍ବା କୌଣସି ଜିନିଷ ପକେଇବା ଦରକାର ନାହିଁ, କାହିଁକିନା ଆମେ ଆକୁ ଫାଷ୍ଟ ପକେଇ ଦେଇଥିଲେ। ତେଣୁକରି ଫ୍ରେଣ୍ଡ ଆଉ କିଛି ଜିନିଷ ପକେଇବା ନାହିଁ। ୟାକୁ ପକେଇକି କିଛି ଟାଇମ ପର୍ଯ୍ୟନ୍ତ ରଖିଦିଅନ୍ତୁ ଆଉ ଏବେ ସର୍ଭ କରନ୍ତୁ ନିଜ ପ୍ଲେଟରେ। ଆଉ ଆପଣ ୟାର ମଜା ନିଅନ୍ତୁ ଫ୍ରେଣ୍ଡ। ଆପଣ ୟାକୁ ରୁଟି, ପରଟା, ପୁରୀ, ପଖାଳ ଭାତ, ତା ସହିତ ଗରମ ଭାତ କିମ୍ବା ସେମିତିରେ ମଧ୍ୟ ଷ୍ଟାର୍ଟରରେ ବି ଖାଇପାରିବେ। ଏଇଟା ଖାଇବାରେ ବହୁତ ମଜା ଲାଗେ, ଯେମିତି ଦେଖାଯାଏ ତାଠୁ ଅଧିକ ଟେଷ୍ଟ ଲାଗେ। ଫ୍ରେଣ୍ଡ ମୁଁ ଆଶା କରୁଛି ଯେ ଆପଣ ଏଇଟା ଦେଖି ସାରିଲା ପରେ ରେସିପିଟା ନିହାତି ଭାବରେ ବନାନ୍ତୁ, ନିଜେ ଖାଆନ୍ତୁ ଆଉ ଅନ୍ୟମାନଙ୍କୁ ମଧ୍ୟ ଖୁଆନ୍ତୁ। ଆଉ ଏଇଟା ଥରେ ଯଦି ବନେଇକି ଖାଇଛନ୍ତି ତ ବାରମ୍ବାର ବନେଇକି ଖାଇବେ। ଶୀତ ଦିନିଆ ପାଗ, ଭଲ କୋବି ମିଳୁଛି ତ ନିହାତି ଭାବରେ ଫ୍ରେଣ୍ଡ ବନେଇକି ଖାଆନ୍ତୁ, ମଜା ନିଅନ୍ତୁ। କେମିତି ଲାଗୁଛି ମୋତେ କମେଣ୍ଟରେ ନିହାତି ଜଣାନ୍ତୁ। ଆଉ ଯଦି ମୋ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଲା, ଏଇ ଛୋଟିଆ ରେସିପିଟି, ତ ପ୍ଲିଜ୍ ଲାଇକ୍, କମେଣ୍ଟ, ସେୟାର ଆଣ୍ଡ ସବସ୍କ୍ରାଇବ କରନ୍ତୁ। ବେଲ୍ ନୋଟିଫିକେସନ୍ ଅନ୍ କରିଦିଅନ୍ତୁ, ତାକି ଏହିପରି ଭାବରେ ନୂଆ ନୂଆ ଭିଡ଼ିଓ ସବା ପ୍ରଥମେ ଆପଣଙ୍କ ପାଖକୁ ଯିବ, ଯୋଉଟାକି ଆପଣ ମଜା ନେଇପାରିବେ। ତ ଇଏ ଥିଲା ଫ୍ରେଣ୍ଡ ଆଜିର ରେସିପି, ଆମର କୋବିର ଗୋଟିଏ ନୂଆ ଆଇଟମ୍। ତ ନିହାତି ଭାବରେ ଫ୍ରେଣ୍ଡ ବନାନ୍ତୁ, ଖାଆନ୍ତୁ ଆଉ ଅନ୍ୟମାନଙ୍କୁ ମଧ୍ୟ ଖୁଆନ୍ତୁ। କେମିତି ଲାଗୁଛି ମୋତେ କମେଣ୍ଟରୁ ନିହାତି ଭାବରେ ଜଣାନ୍ତୁ। ଯେଉଁମାନେ ଫୁଲକୋବି ଖାଇବାକୁ ପସନ୍ଦ କରନ୍ତି ସେମାନଙ୍କୁ ସେୟାର କରନ୍ତୁ, କିମ୍ବା ଯେଉଁମାନେ ଖାଇବାକୁ ପସନ୍ଦ କରନ୍ତିନି ସେମାନଙ୍କୁ ସେୟାର କରନ୍ତୁ, ତାକି ଏ ଭିଡ଼ିଓଟା ଦେଖି ସାରିଲା ପରେ ସେମାନେ ମଧ୍ୟ ବନେଇକି ଖାଇପାରିବେ। ପୁଣି ଦେଖା ହବ ଗୋଟେ ନେକ୍ସଟ ଭିଡ଼ିଓରେ। ବାଏ ବାଏ।